ବାଲେଶ୍ୱର ଲୋକକଳା ଜଉକୁଣ୍ଡି ବାହାଘର ଗତ 11 ତାରିଖରୁ ଆରମ୍ଭ ହୋଇ 15 ତାରିଖରେ ମିଶନ ପଡ଼ିଆରେ ଶେଷ ହୋଇଛି। ପ୍ରଥମ ଦିନ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କର ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ଏହି ସଭା ଜଉକୁଣ୍ଡି ବାହାଘର ଉତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ଡକ୍ଟର ଉପେନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ପରିଚାଳିତ ହୋଇଥିଲା। ପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନ ଥିଲା ବିଭାଘର ଦିନ। ଏହି ଅବସରରେ ଅନୁଷ୍ଠିତ ସଭାରେ ପୌରୋହିତ୍ୟ କରିଥିଲେ ଉପସଭାପତି ଅଞ୍ଜଳି ପଣ୍ଡା। ଅତିଥି ଭାବରେ ଯୋଗ ଦେଇଥିଲେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ଆଇଟିଆରର ସହ ନିର୍ଦ୍ଦେଶକ ଶ୍ରାବଣୀ ଘୋଷ ଓ ପୌରାଧ୍ୟକ୍ଷା ସବିତା ସାହୁ। ପରେ ପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲା ବର। ଏହି ସମ୍ପର୍କ ଯାତ୍ରାରେ ରଙ୍ଗଢୋଲ, ପିତୁଳା ନାଚ, ଦୁଲଦୁଲି ଓ ସାହିଜାତ ସାମିଲ ହୋଇଥିଲା। ବର ବାଇମୁଣ୍ଡି ପାଲିଙ୍କିରେ ବସି ଯାଇଥିଲା ମଣିକୁ ବିବାହ କରିବା ପାଇଁ। ପରେ ଆଇଟିଆଇ କଲୋନୀରେ ଥିବା ରଶ୍ମି ମଣ୍ଡପରେ ଉଭୟଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବରକର୍ତ୍ତା ବିନୟ ଦାସ ଓ ଉର୍ମିଳା ଦାସ, କନ୍ୟାକର୍ତ୍ତା ନୀଳାଦ୍ରି ରାୟ ଓ ମୌସୁମୀ ଦାସ ପଟ୍ଟନାୟକ ସୁରୁଖୁରୁରେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ତୃତୀୟ ଦିନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଓ କବି ପ୍ରଶାନ୍ତ ଦାସ। ଏହି ସଭାରେ ଡକ୍ଟର ହୃଷିକେଶ ସାହୁ ପୌରୋହିତ୍ୟ କରିଥିବା ବେଳେ କାଳିକିଙ୍କର ଦାସ ସଭା ପରିଚାଳନା କରିଥିଲେ। ପରେ ଭଦ୍ରକର ବିମଳା ନାଟ୍ୟ ସଂସଦ ପରିବେଷଣ କରିଥିଲା ମୋଗଲ ତାମସା। ଚତୁର୍ଥ ଦିନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଆଇଟିଆରର ନିର୍ଦ୍ଦେଶକ କୁଟିଲା ସୁରେନ୍ଦ୍ର। ଅତିଥି ଭାବରେ ଯୋଗ ଦେଇଥିଲେ ଇମାମି ପେପର ମିଲ୍ର ଏଜିଏମ୍ ମନୋଜ କୁମାର ପାଢ଼ୀ ଓ ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ। ଏହି ସଭା ଉପସଭାପତି ବିପ୍ଳବ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ପରିଚାଳିତ ହୋଇଥିଲା। ପରେ ଖୋର୍ଦ୍ଧାର ପାଇକ ଆଖଡ଼ା ଦଳ ସେମାନଙ୍କର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷ ଦିନର ସଭା ଅନୁଷ୍ଠାନର ସଭାପତି ସୁଭାଷିନୀ ଜାନାଙ୍କ ପୌରୋହିତ୍ୟରେ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ। ଅତିଥି ଭାବରେ ଯୋଗ ଦେଇଥିଲେ ବର ପିତା ଡକ୍ଟର ବିନୟ କୁମାର ଦାସ, ଡକ୍ଟର ଉର୍ମିଳା ଦାସ, କନ୍ୟା ପିତା ଡକ୍ଟର ନୀଳାଦ୍ରି ରାୟ ଓ ମୌସୁମୀ ଦାସ ପଟ୍ଟନାୟକ। ପରେ ପରେ ବାଲେଶ୍ୱରର ସୁନାମଧନ୍ୟ ଗାୟକମାନେ ସୁନ୍ଦର ସୁନ୍ଦର ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଘୋଷିକା ଭାବରେ ମିତା ସୁସ୍ମିତା କବି, ସୁଶ୍ରୀ ବେହେରା ଓ ବନ୍ଦନା ସ୍ୱାଇଁ କାର୍ଯ୍ୟ ତୁଲାଇଥିଲେ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବାଲେଶ୍ୱରର ବହୁ ସାଂସ୍କୃତିକ ଅନୁଷ୍ଠାନ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ। ଏହି ଗଣପର୍ବ ଖୁବ୍ ଧୁମଧାମରେ ଶେଷ ହୋଇଥିଲା।